ମୁଁ ଆଗରୁ ଯୋଜନା କରିଥିଲି ବାରିଆଡ଼େ ଗୋଟେ ଜାଗା ଟିକେ ଗୋବର ନିପିଦେବି ଆଉ ସେଠି ଖରାରେ ଯାଇକି ଟିକେ ଗଡ଼ିବି। ଆଜି ଯାଇ ସେଇଟା ନିପୁଥିଲି, ପୁଣି ମୋର ସେଇ ମଙ୍ଗଳବାର ଦିନ କଥା ମନେ ପଡ଼ିଲା। ମୁଁ ଭାବିଥିଲି ମଙ୍ଗଳବାର ଦିନ ଘଟଣା ବିଷୟରେ ମୁଁ ଲାଇଭ୍ କାର୍ଯ୍ୟକ୍ରମରେ ଆଲୋଚନା କରିବି, କାହିଁକିନା ସେ ସମ୍ପର୍କରେ ମୋ ପାଖେ କିଛି ଫଟୋଚିତ୍ର ନଥିଲା। ଆଉ ସେ କଥାଟା ମୋତେ ଏତେ ଭାବପ୍ରବଣ କରୁଥିଲା, ମୁଁ କେମିତି ସେଇଟା ବର୍ଣ୍ଣନା କରିବି ଆପଣମାନଙ୍କୁ ସଠିକ୍ ଭାବରେ କହିପାରିବି କି ନାହିଁ। ତେଣୁ ମୁଁ ଭିଡ଼ିଓ ନ କରି ଲାଇଭ୍ କାର୍ଯ୍ୟକ୍ରମରେ ଏଇଟା ଆଲୋଚନା କରିବାକୁ ସ୍ଥିର କରି ଭିଡ଼ିଓ କରୁନଥିଲି। କିନ୍ତୁ ଆଜି ମୋ ମନ ପୁଣି ବିଚଳିତ ହେଲା। ଭାବିଲି ଫଟୋଚିତ୍ର ଯାହା ହେଉ, ମୋର ବକ୍ତବ୍ୟଟା ମୁଁ ଆପଣଙ୍କୁ କହିବି, ମୋ ହୃଦୟର କଥାଟା ମୁଁ ଆପଣମାନଙ୍କ ପାଖରେ ପହଞ୍ଚେଇବି। ତେଣୁ ଏଇ ଭିଡ଼ିଓ ସାଙ୍ଗେ ହିଁ ମୋର କଥା ସବୁ, ଆଉ ସେଦିନର ଯାହା ଅଳ୍ପ ଭିଡ଼ିଓ ମୋ ପାଖରେ ଥିଲା ସେଇଆକୁ ମିଶାଇ ମୁଁ ଆପଣଙ୍କୁ ଘଟଣାଟା କହୁଛି, ଶୁଣନ୍ତୁ। 2 ଦିନ ତଳେ ମାନେ ମଙ୍ଗଳବାର ଦିନ ମୋର ପୁଣି ଦାନ୍ତ ଡାକ୍ତରଖାନାରୁ ଫୋନ୍ ଆସିଲା ଦାନ୍ତ କାମ ପାଇଁ କଟକ ଯିବାକୁ। ମୁଁ 10:30 ବେଳେ ସେଦିନ ମଙ୍ଗଳବାର ଥିଲା, କ'ଣ ଟିକେ ଜଳଖିଆ ଖାଇଦେଲି। ପିଲାମାନେ ଗୋଟେ ପିଜୁଳି କ'ଣ କାଟିକି ଗୋଟେ ଡବାରେ ମୋତେ ଦେଲେ, ଭେଣ୍ଟି ବ୍ୟାଗ୍ରେ ପୁରେଇଲି। ଆଉ ଇଏ କହିଲେ ଚାଲ ମୁଁ ତୁମକୁ ନେଇକିରି ମୋ ବସ୍ରେ ବସେଇଦେବି। କିନ୍ତୁ ମୁଁ ଯାଇକି ବସ୍ ପାଖରେ ପହଞ୍ଚିଲା ବେଳକୁ ମୋ ବସ୍ ସେଠି ନଥିଲା। ହେଲେ ଘରୁ ଯେତେବେଳେ ବାହାରିଲି, ମୁଁ ବୋହୂ ଦିହିଙ୍କର ଭିଡ଼ିଓ କରିଥିଲି। ସେ ଭିଡ଼ିଓଟା ବି ଆଗରେ କେଉଁଠି ଅଛି, ପୁରା ଛୋଟ ଭିଡ଼ିଓଟେ କରିକି ମୁଁ ଯେତେବେଳେ ଭାବିଛି ଯେ ଫୋନ୍ଟାକୁ ମୁଁ ଭେଣ୍ଟି ବ୍ୟାଗ୍ରେ ରଖିଛି, କିନ୍ତୁ ପ୍ରକୃତରେ ସେଇଟା ଭେନିଟି ବ୍ୟାଗ୍ ଆଉ ମୋ କୋଳ ମଝି ଜାଗାରେ ବୋଧେ ରହିଯାଇଛି, ବ୍ୟାଗ୍ ଭିତରେ ପଶିନି। ଇଏ ମୋତେ ନେଇକି ତରତରରେ ବସ୍ ଯେହେତୁ ନଥିଲା ଅଟୋରେ ବସେଇ ଦେଲେ, ସିଏ ପଳେଇ ଆସିଲେ। ମୁଁ ଯେତେବେଳେ ଅଟୋରେ ବସିଲି, ଆର୍କେ ଷ୍ଟିଲ୍ ପାଖରେ NH ଉପରେ ମୋ ଫୋନ୍ଟି ମୋ ହାତରୁ ଖସି ପଡ଼ିଛି। ସିଏ ବି ଜାଣିନାହାନ୍ତି କି ମୁଁ ବି ଜାଣିନି। ମୁଁ ମୋର ଅଟୋରେ ବସିକିରି ଆଗକୁ ଗଲି। କିଛି ବାଟ ଗଲା ପରେ ମୋର ଗୋଟେ ଅଭ୍ୟାସ, ମୁଁ ଯେଉଁଠିକି ଗଲେ ଗୋଟେ ଫଟୋ ଉଠେଇକି ପକାଇ ଦିଏ, କାହିଁକିନା ପିଲାମାନେ ବ୍ୟସ୍ତ ହୁଅନ୍ତି। ଆମ ଘରେ ସେଇଟା ବି କହିଥାନ୍ତି ମୋତେ ଯେ ତୁ ଏକା ଯୁଆଡ଼େ ଯାଉଛୁ କିଛି ନାହିଁ, କିନ୍ତୁ ସବୁବେଳେ ଆମକୁ ଖବର ଦେଉଥିବୁ। କିନ୍ତୁ ମୁଁ ଆଉ ଖବର ଦେବି କ'ଣ, ମୁଁ ଦେଖିଲା ବେଳକୁ ମୋ ଫୋନ୍ ସେଠି ନାହିଁ। ମୁଁ ସେଠୁ ଆର ଫୋନ୍ଟି କାଢ଼ିକି ସେଠିକୁ ରିଙ୍ଗ୍ କଲି, ସେଇଟା ବି କାହିଁକି ରିଙ୍ଗ୍ ସେତେବେଳେ ହେଲାନି। ସେ ଭଗବାନଙ୍କର କେମିତି ଲୀଳା ଦେଖନ୍ତୁ। ସେଠୁ ମୁଁ ଦେଖିଲି ନା, ମୋତେ ଘରକୁ ଫେରିଯିବାକୁ ପଡ଼ିବ, କାହିଁକିନା ସେ ଫୋନ୍କୁ ଯଦି ପିଲାମାନେ ରିଙ୍ଗ୍ କରିକିରି ରିଙ୍ଗ୍ ନ ଆସିବ, ଏ ଫୋନ୍ଟା ମୁଁ ଧରିଥାଏ ବିଶେଷ ଭାବରେ ଭିଡ଼ିଓ କରିବା ପାଇଁ। ସମସ୍ତଙ୍କ ପାଖେ ମୋର ଏ ନମ୍ବର ନଥାଏ ବା ଏତେ ବେଶୀ ସେମାନଙ୍କର ଖ୍ୟାଲ ରହିବନି, ସେମାନେ ସେଇ ଫୋନ୍କୁ ହିଁ ଫୋନ୍ କରିବେ। ତେଣୁ ମୁଁ ୟାଙ୍କୁ ଫୋନ୍ କରିକି ମିଛରେ କହିଲି ମୁଁ ମୋର ପ୍ରେସ୍କ୍ରିପସନ୍ ଛାଡ଼ି ଆସିଛି, ତୁମେ ଟିକେ ପୁଣି ଆର୍କେ ଷ୍ଟିଲ୍ ଆସ। ସେ ଅଟୋବାଲା ଭାଇଙ୍କୁ କହିଲି ଦେଖିଆ ଧୀରେ ଧୀରେ ଏଇ ସାଇଡ଼୍ରେ ଅଟୋ ନେଇ ଚାଲ, ଦେଖିଆ ଯାହା ହେବ। ତାପରେ ସେ ଅଟୋ ନେଇକି ଆସିଲେ, ବାଟରେ ତ ଆଉ ଫୋନ୍ ପାଇଲିନି। ଇଏ ଆସିଲା ପରେ ମୁଁ କହିଲି ମୋ ଫୋନ୍ ହଜିଯାଇଛି। ଦେଖନ୍ତୁ ସେଇ ମଙ୍ଗଳବାର ଦିନର ଏଇ ଭିଡ଼ିଓଟା ମୁଁ କରିଥିଲି। 7ଟା ବେଳେ ମୁଁ ଆସି କଟକରୁ ଘରେ ପହଞ୍ଚିଲି। କଟକରୁ ଯେତେବେଳେ ଘରକୁ ଫେରିଲି, ପୁଣି ସେଇ ଅଟୋରେ ମୁଁ ଜଗନ୍ନାଥଙ୍କୁ ଦେଖିଲି। ଆଉ ମୋତେ ଭାରି ହସ ଲାଗିଲା। କାହିଁକି ହସ ଲାଗିଲା, ମୁଁ କହିଲି ସତରେ ଜଗନ୍ନାଥଙ୍କର ଅପାର କରୁଣା, ଆଉ ସିଏ ମୋତେ ବହୁତ ଶିକ୍ଷା ଦେଉଛନ୍ତି। ମୁଁ ସମସ୍ତଙ୍କୁ ସବୁବେଳେ କହେ ଯେ କୌଣସି କଥାରେ କେତେବେଳେ ବ୍ୟସ୍ତ ବିବ୍ରତ ନ ହେବା ପାଇଁ। ଆଚ୍ଛା, ନିଜ ଉପରେ ଯେତେବେଳେ କିଛି ଘଟେ ସେତେବେଳେ ଯଦି ଆମେ ବ୍ୟସ୍ତ ବିବ୍ରତ ହେବା, ତାହେଲେ ଅନ୍ୟକୁ ଉପଦେଶ ଦେବାର କ'ଣ ଅଛି। ମୁଁ ଯେତେବେଳେ ଦେଖିଲି ମୋ ଫୋନ୍ଟି ହଜିଯାଇଛି, ମୋତେ ଭାରି ବ୍ୟସ୍ତ ଲାଗିଲା। କାହିଁକିନା ଆଜିକାଲି ଫୋନ୍ରେ କେତେ କ'ଣ ଅଛି ଆପଣମାନେ ଜାଣିଛନ୍ତି। ମୋର ଭିଡ଼ିଓ ସବୁ ତ ଅଛି, ବହୁତ କାଗଜ, ବହୁତ ଫୋନ୍ ନମ୍ବର, ବହୁତ ଡାଟା ସେଥିରେ ମୋର ଅଛି। ଏମିତିକି ମେଲ୍ରେ ମୁଁ ଯେଉଁ ଫଟୋ ଉଠାଇଥିଲି, ମୋ ବହି ଗୁଡ଼ାକର PDF ସବୁ ଅଛି। ହଜିଲା ତ କ'ଣ କରିବି। ଏଣେ ଡାକ୍ତରଖାନା ଯିବା ବି ଜରୁରୀ ଥିଲା, କାହିଁକିନା ମୁଁ ଦାନ୍ତ ପାଇଁ ବହୁତ ବିବ୍ରତ ହେଲିଣି। ଆଉ ଗୋଟିଏ ଥର ଗଲେ ମୋର ଦାନ୍ତ କାମ ସରିଯିବ। ଏଇଟା ସେଇ ଡାକ୍ତରଖାନାର ପିଲାମାନେ, ତାଙ୍କ ସାଙ୍ଗେ ଗୋଟେ ସ୍ନେହ ସମ୍ପର୍କ, ସେଇଥିରୁ ଫଟୋ ଉଠାଇଥିଲି। ସେଦିନ ମୁଁ ବସ୍ ଅଟୋ ବଦଳେଇକିରି ଯିବାକୁ ବାହାରିଛି। ସେ ମୋତେ ଆଶୀର୍ବାଦ କଲେ ବୋଲି ମୁଁ ବହୁତ ବି ଖୁସି ହେଲି। ହଁ, ମୂଳ କଥା କହୁଛି, ଭୁଲିଯିବି ପୁଣି। ଫୋନ୍ ଟିକେ ହଜେଇ ଦେଇକି ଘରକୁ ସେଇଠୁ ଫେରି ଆସିଲି। ଫେରି ଆସିକି ପୁଅକୁ କହିଲି, ବୋହୂର ତାର ବି ଯାଇକି ବାଟରେ କିଛି ଖୋଜାଖୋଜି କଲେ। ସେ ବି କାହାକୁ ଫୋନ୍ କଲା, କେମିତି କ'ଣ କରାଯାଏ ଫୋନ୍ ହଜିଲେ। ଆଉ ଆମେ ବି 2-3 ଥର ଫୋନ୍ କଲୁ, କିନ୍ତୁ ଫୋନ୍ଟାର ଉତ୍ତର ଆସିନଥିଲା। ସେଠୁ ମୁଁ ଠାକୁର ଘରକୁ ଗଲି, ଠାକୁରଙ୍କୁ ପ୍ରଣାମ କଲି। ମୁଁ କହିଲି ଆଉ ଥରେ ମୁଁ ବାହାରିକି ଯିବି, କାହିଁକିନା ଜରୁରୀ କାମ। ଫୋନ୍ ହଜିଗଲା ବୋଲି ଘରେ ରହିଲେ ତ କିଛି ହେବନି, ଯାହା ହେବ ଆଉ। ସମସ୍ତଙ୍କୁ ଜଣାଜଣି କରିକି ମୁଁ ଠାକୁରଙ୍କୁ ମୁଣ୍ଡିଆ ପାରିକି ପୁଣି ଥରେ ଘରୁ ବାହାରୁଛି, ମୋ ପାଖକୁ ଗୋଟେ ଫୋନ୍ ରିଙ୍ଗ୍ ଆସିଲା। ମାନେ ମୁଁ ଯେଉଁଠୁ ରିଙ୍ଗ୍ କରିଥିଲି ସେଇ ଫୋନ୍କୁ ସେଠିକୁ। ସେ କହିଲେ ମନୋଜ ଦାସ, ସିଏ ତାଙ୍କ ଘର ନାଚୁଣୀରେ, ସେ କୋଣାର୍କ ଯାଉଥିଲେ, ଆଉ ସେ ଆର୍କେ ଷ୍ଟିଲ୍ ପାଖରେ ହିଁ ସେ ଗୋଟେ ଫୋନ୍ ପାଇଥିଲେ। ସେ ଫୋନ୍ରେ ମୋର ଜୀବନ ସରାଗର କାର୍ଡ଼ଟିଏ ଥିଲା। ସିଏ ଆମ ଠାକୁରଙ୍କ ଆଶ୍ରିତ,
ଆଉ ସେ ମୋତେ ଫୋନ୍ଟା ଫେରାଇବାକୁ ଚାହୁଁଛନ୍ତି, କେଉଁଠି କେମିତି ଫେରାଫେରି ହେବ। ମୁଁ ମାନେ ଆଶ୍ଚର୍ଯ୍ୟର ସୀମା ମୋର ରହିଲାନି। NH ସଡ଼କ ଉପରେ ମୁଁ ଫୋନ୍ ହଜେଇଲି, ପୁଣି ଯିଏ ଫୋନ୍ ପାଇଲେ ସେ ଜୀବନ ସରାକର ଗ୍ରାହକ, ଆଉ ଆମ ଠାକୁରଙ୍କର ମାନେ ଗ୍ରାହକ ଭୁଲ କହିଲି, ଜୀବନ ସରାକର ଦର୍ଶକ, ଆଉ ଆମ ଠାକୁରଙ୍କ ଆଶ୍ରିତ। ୟାଠୁ ଆଉ କ'ଣ ଅଧିକା ସୂଚନା ମୁଁ ଖୋଜିବି ଯେ ସବୁକିଛି ଏ ସଂସାରରେ ଠାକୁରଙ୍କ ଇଚ୍ଛାରେ ହିଁ ହେଉଛି। ମୋତେ ବହୁତ ଭଲ ଲାଗିଲା। ମୁଁ ଭାବିଲି ଠାକୁର ବୋଧେ ମୋର ଧୈର୍ଯ୍ୟ ପରୀକ୍ଷା କରୁଥିଲେ। ମୁଁ ଧୈର୍ଯ୍ୟର ସହିତ ଏ କଥାଟିକି ମୁକାବିଲା କଲି। ସେଇ ମୁହୂର୍ତ୍ତରେ ମୁଁ ମନରେ ଭାବିଲି ଯଦି ମୁଁ ପଡ଼ିକି ମୋ ଗୋଡ଼ ଭାଙ୍ଗି ଯାଇଥାନ୍ତା, ଏମିତିକି ମୁଁ ମରି ବି ଯାଇଥାନ୍ତି, ତାହେଲେ ବି ତ ଆମେ ସମସ୍ତେ ବରଦାସ୍ତ କରିଥାନ୍ତୁ। ଏଇ ହେଉଛନ୍ତି ସେଇ ସୁନା ପୁଅ ଯିଏ ମୋତେ ଫୋନ୍ ଫେରାଇ ଦେଲେ। କେମିତି ମୁଁ ତାଙ୍କ ସାଙ୍ଗେ ଜୀବନରେ ଥରେ ଦେଖାହେବି, ମୁଁ ତାଙ୍କୁ ବି ଅନୁରୋଧ କରିଛି ଆସିବା ପାଇଁ। ଆଉ ଏଇ ସଦ୍ଗୁଣର ଅଧିକାରୀ ଯଦି ଆମେ ସମସ୍ତେ ହେଇଯିବା ନା, ତାହେଲେ ସତରେ ଆମର ରାମ ରାଜ୍ୟ ଫେରିଆସିବ। ଗୋଟାଏ ଟଙ୍କା ଫେରାଇବାକୁ ପ୍ରସ୍ତୁତ ନଥିବା ବେଳେ ଏଇ ସଂସାରର ଲୋକମାନେ ସେ ମୋତେ ଫୋନ୍ଟି ଫେରାଇ ଦେଲେ, ଆଉ ମୋତେ କେତେ ଦୁଶ୍ଚିନ୍ତାରୁ ମୁକ୍ତ କଲେ। ମୁଁ କୃତଜ୍ଞ।